ଭାରତ ଓ ୱେଷ୍ଟଇଣ୍ଡିଜ୍ର ପ୍ରଥମ ଟେଷ୍ଟରେ ଖାଲି ପଡ଼ିଲା ନରେନ୍ଦ୍ର ମୋଦି ଷ୍ଟାଡିୟମ। ବିସିସିଆଇର ନିଷ୍ପତ୍ତିକୁ ନେଇ ହେଉଛି ଆଲୋଚନା। ତେବେ ସୂଚନା ଅନୁସାରେ ଭାରତ ଏବଂ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ପ୍ରଥମ ଟେଷ୍ଟ ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯାଉଛି। ଏହି ଗ୍ରାଉଣ୍ଡ ଆଧୁନିକ ସୁବିଧାରେ ସଜ୍ଜିତ, ଯେଉଁଠି ଏକାଥରେ 1 ଲକ୍ଷରୁ ଅଧିକ ଲୋକ ବସିପାରିବେ। ତଥାପି ଗୁରୁବାର ଭାରତ ଏବଂ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ପ୍ରଥମ ଟେଷ୍ଟ ଆରମ୍ଭ ହେବା ସମୟରେ ପ୍ରାୟ ସମ୍ପୂର୍ଣ୍ଣ ଗ୍ରାଉଣ୍ଡ ଖାଲି ରହିଥିଲା। ଏହି ଦୃଶ୍ୟ କ୍ରିକେଟ ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଥିଲା। ଟେଷ୍ଟ ମ୍ୟାଚର ପ୍ରଥମ ଦିନରେ ଖାଲି ସିଟ୍ ହେବାର ଏକ କାରଣ ହୋଇପାରେ ଯେ ମ୍ୟାଚ୍ ଦଶହରାରେ ଆରମ୍ଭ ହୋଇଥିଲା। ଗ୍ରାଉଣ୍ଡରେ ଅପେକ୍ଷାକୃତ କମ୍ ପ୍ରଶଂସକ ଦେଖାଯିବା ସୋସିଆଲ ମିଡିଆରେ ପ୍ରତିକ୍ରିୟା ସୃଷ୍ଟି କରିଥିଲା। ଭାରତ ଟେଷ୍ଟ ର୍ୟାଙ୍କିଙ୍ଗରେ 4ର୍ଥ ସ୍ଥାନରେ ଅଛି ଏବଂ 2 ଥର WTC ଫାଇନାଲରେ ଖେଳିଛି, ଯେତେବେଳେ ୱେଷ୍ଟଇଣ୍ଡିଜ୍ ବିଶ୍ୱର 8ମ ସ୍ଥାନରେ ଥିବା ଦଳ। ଲୋକମାନେ ପ୍ରଶ୍ନ କରିଥିଲେ ଯେ ବିସିସିଆଇ କ'ଣ ଏକ ଦୁର୍ବଳ ଦଳ ବିପକ୍ଷରେ ମ୍ୟାଚ୍ ପାଇଁ ଏତେ ବଡ଼ ଗ୍ରାଉଣ୍ଡ ବାଛିବା ଉଚିତ ଥିଲା। ଜଣେ ପ୍ରଶଂସକ ସୋସିଆଲ ମିଡିଆରେ ଏହି ପ୍ରସଙ୍ଗ ଉଠାଇ କହିଛନ୍ତି ଯେ ଟେଷ୍ଟ ମ୍ୟାଚ୍ ଏପରି ଗ୍ରାଉଣ୍ଡରେ ହେବା ଉଚିତ ଯେଉଁଠାରେ ଲୋକମାନେ ଲାଲ ବଲ୍ କ୍ରିକେଟ ଦେଖିବାକୁ ଚାହାନ୍ତି। ସେ ଏହା ମଧ୍ୟ ପ୍ରଶ୍ନ ଉଠାଇଥିଲେ ଯେ ପର୍ଯ୍ୟଟନ ଏବଂ ପର୍ଯ୍ୟଟନ ଅନୁକୂଳ ସୁବିଧାକୁ ଦୃଷ୍ଟିରେ ରଖି ଟେଷ୍ଟ ମ୍ୟାଚ୍ ଆୟୋଜନ କରାଯିବା ଉଚିତ। ବିରାଟ କୋହଲି ମଧ୍ୟ ନିଜର ମତ ପ୍ରକାଶ କରିଛନ୍ତି। ବିରାଟ କୋହଲି ମଧ୍ୟ ଏହି ପ୍ରସଙ୍ଗରେ ସ୍ୱର ଉଠାଇଛନ୍ତି। 2019ରେ କୋହଲି କହିଥିଲେ ଯେ ଭାରତରେ 5ଟି ସ୍ଥାନ ଟେଷ୍ଟ କ୍ରିକେଟ ପାଇଁ ନିର୍ଦ୍ଦିଷ୍ଟ କରାଯିବା ଉଚିତ। ସେ କହିଥିଲେ ଯେ ଏହା ପ୍ରଦର୍ଶନ ଦଳଗୁଡ଼ିକୁ ସେମାନେ କେଉଁଠାରେ ଖେଳିବେ ସେ ବିଷୟରେ ଏକ ସ୍ପଷ୍ଟ ଧାରଣା ଦେବ ଏବଂ କମ୍ ଭିଡ଼ରେ ସମସ୍ୟାକୁ ସମାଧାନ କରିବାରେ ମଧ୍ୟ ସାହାଯ୍ୟ କରିବ। ପ୍ରକୃତରେ ବିସିସିଆଇ ଟେଷ୍ଟ ମ୍ୟାଚର ପଞ୍ଚମ ବୃଦ୍ଧି କରିବା ପାଇଁ ଦେଶର ବିଭିନ୍ନ ସ୍ଥାନରେ ଟେଷ୍ଟ ମ୍ୟାଚ୍ ଆୟୋଜନ କରେ, କିନ୍ତୁ ଏହି ନୀତି 21ଶ ଶତାବ୍ଦୀରେ ଭାରତରେ ଟେଷ୍ଟ କ୍ରିକେଟକୁ ଯଥେଷ୍ଟ ପ୍ରୋତ୍ସାହିତ କରିନାହିଁ।